ବର୍ତ୍ତମାନ ଶିଶୁମାନେ ଆଗ ଭଳି ଆଉ ଶକ୍ତିଶାଳୀ ହେଉନାହାନ୍ତି। ପ୍ରଥମେ ଶିଶୁ ଜନ୍ମ ପୂର୍ବରୁ ମା ଔଷଧ ଖାଇବାରେ ଲାଗିଛନ୍ତି। ଶିଶୁ ଜନ୍ମ ହେଲା ପରେ ମଧ୍ୟ ସାଙ୍ଗେ ସାଙ୍ଗେ ଇଞ୍ଜେକ୍ସନ୍, ତାପରେ ପାଟିରେ ଡ୍ରପ୍ ଖୁଆଇବେ, ସକାଳେ ମଧ୍ୟାହ୍ନରେ ରାତିରେ ତା ପାଇଁ ବିଭିନ୍ନ ପ୍ରକାର ଔଷଧ ସବୁ ଖୁଆଇବେ। ମା କ୍ଷୀରରେ ଯେଉଁ ଶକ୍ତି ଥାଏ ଡବା ଗୋରସରେ ନଥାଏ। ଆଜିକାଲି ବିଭିନ୍ନ ପ୍ରକାର ଡବା ଗୋରସ ସବୁ ଆସିଲାଣି। ବିଭିନ୍ନ ପ୍ରକାର ପାଉଡ଼ର ଏଇଟା ପାଣି ମିଶାଇ କରି ଖୁଆଇବାକୁ ପଡ଼ୁଛି, ଯାହାଫଳରେ ଶିଶୁର ଶକ୍ତି ଆଉ ହେଉନାହିଁ। ଶିଶୁମାନେ ଖେଳିବା ଦ୍ୱାରା ଭୋକ ହୁଏ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ କାର୍ଯ୍ୟକ୍ଷମ ହୁଅନ୍ତି, କିନ୍ତୁ ସେମାନଙ୍କୁ ମୋବାଇଲ, ଲ୍ୟାପଟପ୍, କମ୍ପ୍ୟୁଟର ସବୁ ଧରେଇ ଦେଉଛନ୍ତି, ଯାହାଦ୍ୱାରା ବାପା ମାଆଙ୍କୁ ସମୟ ମିଳିଯାଉଛି। ଘର ଖାଦ୍ୟରେ ଯେଉଁ ସ୍ନେହ ଥାଏ, ଯେଉଁ ଆଦର ଥାଏ, ଯେଉଁ ମମତା ଥାଏ, ଯେଉଁ ଭିଟାମିନ୍ ଥାଏ, ହୋଟେଲ ଖାଦ୍ୟରେ ନଥାଏ। ଆମେ ଚାକଚକ୍ୟ ହୋଟେଲରୁ ବାହାର ଖାଦ୍ୟ ଆଣିକରି ଖାଇଦେଉଛୁ, ଯାହାଫଳରେ ଶିଶୁ ଶରୀର ପ୍ରତି କ୍ଷତିକାରକ ହେଉଛି। ଆଗେ ଶିଶୁ ଗାଁ ଦାଣ୍ଡରେ ଦୌଡ଼ୁଥିଲା ଶିଶୁମାନଙ୍କ ସହିତ, କିନ୍ତୁ ଆଜିକାଲି ମା ବାପା ଖଣ୍ଡିଆ ଖାବରା ହେବେ ବୋଲିକରି ଆଉ ଶିଶୁକୁ ଗାଁ ଦାଣ୍ଡକୁ ଛାଡ଼ୁନାହାନ୍ତି। ଶିଶୁ ପଡ଼ିଲେ ତାର ସାହସ ହୁଏ। ଭାରତୀୟ ଖେଳକୁଦ ମଧ୍ୟ ନାହିଁ। ଭାରତରେ ଯେଉଁ ଥିଲା ବିଭିନ୍ନ ପ୍ରକାର ଖେଳ ସବୁ ଥିଲା, ସେ ଖେଳ ସବୁ ଲୋପ ପାଇବାରେ ଲାଗିଲାଣି। ବିଦେଶୀ ଖେଳ ସବୁ ଚାଲିଛି, ତେଣୁକରି ଶିଶୁର ଶରୀର ସେହି ପରିମାଣରେ ବୃଦ୍ଧି ହେଉନାହିଁ। ଆଗେ ଶିଶୁ ବୀରମାନଙ୍କର ଗପ ଶୁଣୁଥିଲା, ମହାପୁରୁଷମାନଙ୍କର ଗପ ଶୁଣୁଥିଲା। ଆଜିକାଲି ସେଇ ଗପ ଶୁଣୁନାହିଁ, କିମ୍ବା ତାର ସାହସ ମଧ୍ୟ ହେଉନାହିଁ। ସେ ବୀରମାନଙ୍କର ପ୍ରଭାବ ମଧ୍ୟ ପଡ଼ୁନାହିଁ। ବାପା ମା ସବୁବେଳେ ଶିଶୁକୁ ଘରୁ ଟ୍ୟୁସନ୍ ଘର ଏମିତି କରିକି ସମୟ ବିତେଇ ଦେଉଛନ୍ତି। ରାତିରେ ତାକୁ ଡବା ଗୋରସ ଟିକେ ଦେଇକରି ଶୋଇବାକୁ ଦେଉଛନ୍ତି। ଶିଶୁର ପାଠ ଜ୍ଞାନ ବଢ଼ୁଛି, କିନ୍ତୁ ଶାରୀରିକ ବଳ ଆଉ ବଢ଼ୁନାହିଁ। ଆଉ ମଧ୍ୟ ଅଛି ଅସାମାଜିକ ବ୍ୟକ୍ତିମାନଙ୍କର ପ୍ରାଦୁର୍ଭାବ, ଯେଉଁମାନେ କି ଧନୀ ଘରର ପିଲାମାନଙ୍କୁ କିଡ଼ନାପ୍ କରି ନେଉଛନ୍ତି। ଏହାଦ୍ୱାରା ମଧ୍ୟ ଶିଶୁକୁ ଆଉ ବାହାରକୁ ଛାଡ଼ୁନାହାନ୍ତି। ଏହା ମଧ୍ୟ ଶିଶୁର ଗୋଟିଏ କାରଣ ହେଉଛି ଦୁର୍ବଳ ହେବାର। ଆଗେ ଶିଶୁ ଗଛରେ ଦୋଳି ଖେଳୁଥିଲା, ପାହାଡ଼ ଚଢ଼ୁଥିଲା, ପାଣି ପହଁରୁଥିଲା। ଏସବୁ ନାହିଁ। ଏସବୁ ଛାଡ଼ିଯିବା ଦ୍ୱାରା ଶିଶୁର ଶରୀରର ପୂର୍ଣ୍ଣାଙ୍ଗ ବିକାଶ ଆଉ ହୋଇପାରୁନାହିଁ। ପାରମ୍ପରିକ ସେ ନୃତ୍ୟ ଗୀତ ଯେଉଁ ହେଉଥିଲା, ତାଳେ ତାଳେ ଶିଶୁ ଯେଉଁ ନାଚୁଥିଲା, ଯେଉଁ ମନୋରଞ୍ଜନ ପାଉଥିଲା, ଶରୀର ବୃଦ୍ଧି ହେଉଥିଲା, ତାହା ମଧ୍ୟ କମିବାରେ ଲାଗିଛି। ଅଧିକାଂଶ ବାପା ମା ଏ ବିଷୟରେ ଶିଶୁର ମନୋବଳକୁ ଆଉ ବଢ଼ାଉନାହାନ୍ତି। କେବଳ ଭାବୁଛନ୍ତି ପାଠ ପଢ଼ୁ, ଚାକିରି କରୁ, ଆମକୁ ବୃଦ୍ଧ ବୟସରେ ସେବା କରିବ, ତାର ପରିବାରର ଭରଣ ପୋଷଣ କରିବ, ଏଇ ଆଶା ରଖୁଛନ୍ତି। ଆଉ ଗୋଟେ ହେଉଛି ବେଶ ପୋଷାକ। ଅତ୍ୟଧିକ ଟାଇଟ୍ ଡ୍ରେସ୍ ପିନ୍ଧିବା ଫଳରେ ହାତ ଗୋଡ଼ ହଲିପାରେ ନାହିଁ। ଶିଶୁ ଠିକ୍ ଭାବରେ ଦୌଡ଼ିପାରେ ନାହିଁ, କି ନାଚିପାରେ ନାହିଁ, କିଛି କରିପାରେ ନାହିଁ। ଏ ବେଶର ମଧ୍ୟ ପ୍ରଭାବ ପଡ଼ୁଛି। ପ୍ରଚୁର ପରିମାଣରେ ଅମ୍ଳଜାନ ମଧ୍ୟ ଶରୀରକୁ ବାଜିପାରେ ନାହିଁ। ପୂର୍ବ କାଳରେ ଯେଉଁ ଋଷିମୁନିମାନେ ଶିଖାଇଛନ୍ତି ଯୋଗ, ପ୍ରାଣାୟାମ, ବ୍ୟାୟାମ, ଅନୁଲୋମ ବିଲୋମ ଯାହା କିଛି କରୁଥିଲେ, ଏଇସବୁ ଆଉ ଦେଖା ନାହିଁ, ଲୋପ ପାଇଯାଉଛି। ତେଣୁକରି ଶିଶୁର ଶରୀର ଧୀରେ ଧୀରେ
ଦୁର୍ବଳ ହେଉଛି। ଶରୀର ଦୁର୍ବଳ ହେଲେ ସେମାନେ ଆଉ ପୋଲିସରେ, ମିଲିଟାରୀରେ, ସୀମା ସୁରକ୍ଷା ବାହିନୀ, BSF, CRPF, OSAP ଯେଉଁ ଅଛି ଏଥିରେ ଆଉ ଯାଇପାରୁନାହାନ୍ତି। ମନୋବଳ ଭାଙ୍ଗି ଯାଉଛି, ଦେଶର କେତେ କ୍ଷତି ହେଉଛି। ତେଣୁକରି ଶିଶୁକୁ ଜନ୍ମରୁ ହିଁ ତାର ଯତ୍ନ ନେବା କଥା ଏବଂ ତାକୁ ପୂର୍ଣ୍ଣାଙ୍ଗ ବିକାଶ ମଣିଷରେ ପରିଣତ କରିବା କଥା।